नमस्कार जय जगन्नाथ मु जगदीश आपण अनंतर चैनल को स्वागत करुच्ची। बंधुମାନେ 2025 ଉପଲକ୍ଷେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ତେବେ ବନ୍ଧୁମାନେ ଆଜିର ଏହି ଭିଡିଓଟି ଧନୁ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତ ଆପଣଙ୍କର ଯଦି ଧନୁ ରାଶି ହୋଇଥାଏ ତେବେ ଭିଡିଓଟିକୁ ସ୍କିପ୍ ନ କରି ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆଜିର ଏହି ଭିଡିଓରେ ଆମେମାନେ ଜାଣିବା ଧନୁ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏହି ନୂତନ ବର୍ଷ 2025 କିପରି ରହିବ। ବନ୍ଧୁମାନେ ଆମ ସମସ୍ତଙ୍କ ମନରେ ଏହି ଉତ୍କଣ୍ଠା ରହିଛି ଯେ ଆସିବାକୁ ଯାଉଥିବା ନୂଆ ବର୍ଷ 25ଟି ଆମମାନଙ୍କ ପାଇଁ କିପରି ରହିବ। ଏହି ନୂତନ ବର୍ଷରେ ଆମ ଜୀବନରେ କେଉଁ ସବୁ ପରିବର୍ତ୍ତନ ହେବ, କେଉଁ ସବୁ ଘଟଣା ଆମ ଜୀବନରେ ଘଟିବ। ତେବେ ଏହି ନୂତନ ବର୍ଷ 2025ରେ ଧନୁ ରାଶିର ବ୍ୟକ୍ତି ବିଶେଷ ମାନଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ଜୀବନ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର ଏବଂ ବ୍ୟାପାର ବାଣିଜ୍ୟର ସ୍ଥିତି କିପରି ରହିବ ସେ ବିଷୟରେ ଆଜିର ଏହି ଭିଡିଓରେ ଆମମାନେ ବିସ୍ତାର ରୂପରେ ଆଲୋଚନା କରିବା। ଧନୁ ରାଶିର ବାର୍ଷିକ ରାଶିଫଳ ଜାଣିବା, କାରଣ ଏହି ନୂତନ ବର୍ଷ 2025 ମସିହାଟି ଅନ୍ୟ ବର୍ଷ ଗୁଡିକ ଭଳି ଏତେ ସାଧାରଣ ନୁହେଁ। ଏହି ନୂତନ ବର୍ଷ 2025ରେ 4ଟି ବଡ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି, ଯାହାକି ଏକ ମହାସଂଯୋଗ ଅଟେ। ଶନି, ରାହୁ, କେତୁ ଏବଂ ଦେବଗୁରୁ ବୃହସ୍ପତିଙ୍କର ଏହି 2025 ମସିହାରେ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ବନ୍ଧୁମାନେ ଶନିଦେବ ପ୍ରତି 2.5 ବର୍ଷରେ ନିଜ ରାଶି ପରିବର୍ତ୍ତନ କରିଥାନ୍ତି। ରାହୁ ଏବଂ କେତୁ ପ୍ରତି 1.5 ବର୍ଷରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି ଏବଂ ଦେବଗୁରୁ ବୃହସ୍ପତି ପ୍ରତି 1 ବର୍ଷରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି। ତେବେ ଏହି 2025 ମସିହାଟି ଏଭଳି ଏକ ବର୍ଷ ଅଟେ ଯେଉଁ ବର୍ଷ ଏହି 4ଟି ଗ୍ରହ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେବେ ଏହି 4 ବଡ ଏବଂ ପ୍ରମୁଖ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ଆପଣଙ୍କ ଜୀବନ ଉପରେ କେଉଁଭଳି ପ୍ରଭାବ ପକାଇବ ସେ ବିଷୟରେ ଆଜିର ଏହି ଭିଡିଓରେ ଆମେମାନେ ବିସ୍ତାର ଭାବରେ ଜାଣିବା। ତେବେ ବନ୍ଧୁମାନେ ଯଦି ଆପଣଙ୍କର ଧନୁ ରାଶି ହୋଇଥାଏ ତେବେ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଜଗନ୍ନାଥ ନିଶ୍ଚୟ ଲେଖିବେ। ତେବେ ବନ୍ଧୁମାନେ ଆଜିର ଏହି କାର୍ଯ୍ୟକ୍ରମଟି ଜନ୍ମ ରାଶି ଏବଂ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ ଏବଂ ରାଶି ଚକ୍ରର 12ଗୋଟି ରାଶି ମଧ୍ୟରୁ ନବମ ରାଶି ହେଉଛି ଧନୁ ରାଶି ଏବଂ ଧନୁ ରାଶିର ରାଶି ସ୍ୱାମୀ ହେଉଛନ୍ତି ଦେବଗୁରୁ ବୃହସ୍ପତି। ତ ବର୍ଷର ଆରମ୍ଭରେ ଦେବଗୁରୁ ବୃହସ୍ପତି ଆପଣଙ୍କର ଷଷ୍ଠ ଭାବରେ ବିରାଜମାନ ରହିବେ। ଆପଣଙ୍କର ତୃତୀୟ ଭାବରେ ବିରାଜମାନ ଅଛନ୍ତି ଶନି ଏବଂ ଶୁକ୍ର, ଚତୁର୍ଥ ଭାବରେ ବିରାଜମାନ ଅଛନ୍ତି ରାହୁ, ଅଷ୍ଟମ ଭାବରେ ବିରାଜମାନ ଅଛନ୍ତି ମଙ୍ଗଳ, ଦଶମ ଭାବରେ ବିରାଜମାନ ଅଛନ୍ତି କେତୁ, ଦ୍ୱାଦଶ ଭାବରେ ବିରାଜମାନ ଅଛନ୍ତି ବୁଧ। ତ ସର୍ବପ୍ରଥମେ ଆସନ୍ତୁ ଜାଣିବା ଦେବଗୁରୁ ବୃହସ୍ପତି ଆପଣଙ୍କୁ କେଉଁ ଫଳ ପ୍ରଦାନ କରିବେ। ତ ଦେବଗୁରୁ ବୃହସ୍ପତି ହେଉଛନ୍ତି ଆପଣଙ୍କ ରାଶି। ତ 15 ମେ 2025 ପର୍ଯ୍ୟନ୍ତ ବୃହସ୍ପତି ଆପଣଙ୍କର ଷଷ୍ଠ ଭାବରେ ରହିବେ ଏବଂ 15 ମେ କୁ ବୃହସ୍ପତି ଆପଣଙ୍କର ସପ୍ତମ ଭାବକୁ ଚଳନ କରିବେ। ତେବେ ବନ୍ଧୁମାନେ ରାଶି ସ୍ୱାମୀ ଷଷ୍ଠ ଭାବରେ ବିରାଜମାନ କରିବାକୁ ଶୁଭ ମାନାଯାଇନଥାଏ ଏବଂ 15 ମେ 2025 ପର୍ଯ୍ୟନ୍ତ ବୃହସ୍ପତି ଆପଣଙ୍କର ଷଷ୍ଠ ଭାବରେ ହିଁ ରହିବେ। ଷଷ୍ଠ ଭାବଟି ହୋଇଥାଏ ରୋଗ, ଋଣ ଏବଂ ଶତ୍ରୁର ଭାବ। ତ ଏହା ଆପଣଙ୍କର ଶତ୍ରୁ ସଂଖ୍ୟାରେ ବୃଦ୍ଧି କରିଥାଏ ଏବଂ ରୋଗ ମଧ୍ୟ ବଢାଇଥାଏ ଏବଂ ଆପଣଙ୍କୁ ଋଣ କରଜର ଭାର ମଧ୍ୟ ଆପଣଙ୍କ ଉପରେ ବଢି ଯାଇଥାଏ। ତ ଆପଣଙ୍କ ଜୀବନରେ ଏହିଭଳି ସବୁ ଘଟଣା ଘଟିଥାଏ। ତ ଆପଣମାନେ ଏହି ବର୍ଷ ଭିତରେ ଲକ୍ଷ୍ୟ କରିଥିବେ ଯେ ଏସବୁ ଭିତରେ ନିଶ୍ଚିତ ରୂପରେ ଆପଣ ପଡିଥିବେ। ରୋଗ ହେଉ, ଋଣ ହେଉ, ଶତ୍ରୁ ହେଉ, କୋର୍ଟ କଚେରୀ ମାମଲା ହେଉ, ଏସବୁରେ ନିଶ୍ଚିତ ଭାବରେ ଆପଣ ଫସିଥିବେ। ତାହା ଛୋଟ ଲେବୁଲ ହେଉ କିମ୍ବା ବଡ ଲେବୁଲ ହେଉ। ତେବେ ଏଭଳି ପରିସ୍ଥିତି 15 ମେ ପର୍ଯ୍ୟନ୍ତ ହିଁ ରହିବ। ତ ଆପଣ 15 ମେ ପୂର୍ବରୁ ଯାହା ବି କିଛି କରୁଛନ୍ତି, ଯଦି ଲୋନ ନେବା ପାଇଁ ଚାହୁଁଛନ୍ତି ତ ବହୁତ ଭାବିଚିନ୍ତି ଆପଣ ଲୋନ ନେବା ଉଚିତ। ତ ବନ୍ଧୁମାନେ ଗୁରୁ ଯେତେବେଳେ ଷଷ୍ଠ ଭାବରେ ଥାନ୍ତି ତ ଫ୍ୟାଟ କୁ ବଢାଇଥାନ୍ତି। ଡାଇଜେସନ, ଗ୍ୟାଷ୍ଟ୍ରିକ, ଷ୍ଟମାକ ସହିତ ରିଲେଟେଡ ପ୍ରୋବ୍ଲେମ ମଧ୍ୟ ଆପଣଙ୍କୁ ଦେଇଥାନ୍ତି। ତ 15 ମେ ପୂର୍ବରୁ ଆପଣଙ୍କୁ ଏସବୁ ପ୍ରତି ଧ୍ୟାନ ରଖିବାର ଅଛି। ତେବେ 15 ମେ କୁ ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଭାବକୁ ଚାଳନ କରିବେ ଏବଂ ସମ୍ପୂର୍ଣ୍ଣ 1 ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ସପ୍ତମ ଭାବରେ ହିଁ ରହିବେ। ସପ୍ତମ ଭାବରେ ଗୁରୁଙ୍କର ଅବସ୍ଥିତିକୁ ବହୁତ ଶୁଭ ମାନାଯାଇଥାଏ। ତ ଯେତେବେଳେ ଆପଣଙ୍କର ରାଶିର ସ୍ୱାମୀ ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଭାବକୁ ଚାଳନ କରିବେ
ସେତେବେଳେ ଆପଣଙ୍କର କନଫିଡେନ୍ସ ଲେଭେଲ ବଢିବ। ଆପଣଙ୍କୁ କୌଣସି ଦିଗରୁ ନା କୌଣସି ଦିଗରୁ ଆଚିଭମେଣ୍ଟ ମିଳିବ। ଆପଣଙ୍କର ପ୍ରେଜେଣ୍ଟେସନ ବହୁତ ଭଲ ରହିବ। ଏବଂ ସବୁଠାରୁ ବଡ କଥା ହେଉଛି ରୋଗ, ଋଣ, ଶତ୍ରୁ ଏବଂ କୋର୍ଟ କଚେରୀ ମାମଲାରୁ ମଧ୍ୟ ଆପଣ ବାହାରକୁ ଆସିବେ। ତ ଏମିତି ନୁହେଁ ଯେ ଯେତେ ବି ଧନରାଶିର ବ୍ୟକ୍ତି ଅଛନ୍ତି ସମସ୍ତେ ଏଇଭଳି ସମସ୍ୟାରେ ଫସିଥିବେ। ତେବେ ଯେଉଁମାନେ ଏଭଳି ସମସ୍ୟାରେ ଫସିଛନ୍ତି ସେମାନେ ନିଶ୍ଚିତ ଭାବରେ 18 ମେ କୁ ଏସବୁ ପରିସ୍ଥିତିରୁ ବାହାରକୁ ଆସିବେ। ତ ବୃହସ୍ପତି ଆପଣଙ୍କର ଚତୁର୍ଥ ଭାବର ମଧ୍ୟ ସ୍ୱାମୀ ଅଟନ୍ତି। ତ ଚତୁର୍ଥ ଭାବର ସ୍ୱାମୀ ହୋଇ ଆପଣଙ୍କର ସପ୍ତମ ଭାବରେ ବିରାଜମାନ ହେବେ। ଯାହା ଫଳରେ ଚତୁର୍ଥ ଭାବର କନେକ୍ସନ ଆପଣଙ୍କର ସପ୍ତମ ଭାବ ସହିତ ହେବ। ଚତୁର୍ଥ ଭାବଟି ହୋଇଥାଏ ସମସ୍ତ ପ୍ରକାରର ଭୌତିକ ସୁଖର ଭାବ। ଅର୍ଥାତ୍ ଯେତେବେଳେ ବୃହସ୍ପତି ଆପଣଙ୍କର ସପ୍ତମ ଭାବକୁ ଚଳନ କରିବେ ତ ସେତେବେଳେ ଆପଣଙ୍କୁ ସମସ୍ତ ପ୍ରକାରର ସୁଖ ସୁବିଧା ମଧ୍ୟ ପ୍ରାପ୍ତି ହେବ। ଆପଣଙ୍କର ବୈବାହିକ ଜୀବନରେ ସମସ୍ତ ପ୍ରକାରର ସୁଖ ସୁବିଧା ମିଳିବ। ଏବଂ ଯେଉଁ ଧନରାଶିର ବ୍ୟକ୍ତି ବିଶେଷ ମାନେ ବିବାହ କରିପାରିନାହାନ୍ତି, ବିବାହ ବୟସ ହୋଇଯାଇଥିଲେ ସୁଦ୍ଧା ଆପଣଙ୍କୁ ଭଲ ପ୍ରସ୍ତାବ ମିଳିପାରୁନାହିଁ, ତ ଏହି ନୂତନ ବର୍ଷରେ ଆପଣଙ୍କର ବିବାହ ହୋଇଯିବାର ବହୁତ ଅଧିକ ସମ୍ଭାବନା ରହୁଛି। ଆପଣଙ୍କୁ ଆପଣଙ୍କର ଇଚ୍ଛା ମୁତାବକ ପ୍ରସ୍ତାବ ମିଳିବ ଏବଂ ଆପଣଙ୍କର ବିବାହ ମଧ୍ୟ ହୋଇଯିବ। ତ 15 ମେ 2025 ପରେ ଆପଣଙ୍କର ବିବାହ ଯୋଗ ରହୁଛି। ଆପଣ କୌଣସି ପାର୍ଟନରସିପ ମଧ୍ୟ କରିପାରନ୍ତି। କୌଣସି ନୂଆ ବିଜନେସ ର ଆପଣ ଆରମ୍ଭ କରିପାରନ୍ତି। ଆପଣଙ୍କ ମଧ୍ୟରେ ଜ୍ଞାନ ବଢିବ, ଆଧ୍ୟାତ୍ମିକତା ବଢିବ ଏବଂ ପ୍ରପର୍ଟିରେ ଆପଣ ଡିଲ୍ ମଧ୍ୟ କରିପାରନ୍ତି। ତ ଗୁରୁଙ୍କର ଦୃଷ୍ଟି ଆପଣଙ୍କର ଏକାଦଶ ଭାବ ଉପରେ ରହିବ ଏବଂ ଆପଣଙ୍କର ତୃତୀୟ ଭାବ ଉପରେ ମଧ୍ୟ ରହିବ। ତ ଏକାଦଶ ଭାବଟି ହୋଇଥାଏ ଲାଭର ସ୍ଥାନ, ଇଚ୍ଛା ପୂର୍ତ୍ତିର ସ୍ଥାନ। ତ ଯେତେବେଳେ ଗୁରୁ ଆପଣଙ୍କର ସପ୍ତମ ଭାବକୁ ଆସିବେ ସେତେବେଳେ ଆପଣଙ୍କର କୌଣସି ନା କୌଣସି ଇଚ୍ଛା ମଧ୍ୟ ପୂର୍ଣ୍ଣ ହୋଇପାରେ। ଏବଂ ତୃତୀୟ ଭାବ ଉପରେ ଯେହେତୁ ଗୁରୁଙ୍କର ଦୃଷ୍ଟି ରହୁଛି ତ ଆପଣଙ୍କର ସ୍ମଲ ଟ୍ରାଭେଲ୍ସ ମଧ୍ୟ ହୋଇପାରେ। ଏବେ ଆସନ୍ତୁ ଜାଣିବା ଶନି ଆପଣଙ୍କୁ କେଉଁ ସବୁ ଫଳାଫଳ ପ୍ରଦାନ କରିବେ। ତ ବନ୍ଧୁମାନେ ବର୍ତ୍ତମାନ ଆପଣଙ୍କର ଶନି ଅଢେଇ ଚାଲିଛି। ତ ବନ୍ଧୁମାନେ 30 ମାର୍ଚ୍ଚ 2025 କୁ ଶନି ଆପଣଙ୍କର ତୃତୀୟ ଭାବରୁ ଚତୁର୍ଥ ଭାବକୁ ଚଳନ କରିବେ ଏବଂ ସେତେବେଳେ ଆପଣଙ୍କର ଶନି ଅଢେଇ ମଧ୍ୟ ଆରମ୍ଭ ହୋଇଯିବ। ତେବେ ଶନି ଏମିତିରେ ତୃତୀୟ ଭାବରେ ଭଲ ଫଳ ପ୍ରଦାନ କରିଥାନ୍ତି। ତୃତୀୟ ଭାବରେ ଶନି ରହି ଆପଣଙ୍କୁ ନୂଆ ନୂଆ କାର୍ଯ୍ୟ ଶିଖାଇଥାନ୍ତି। ନୂଆ ନୂଆ କାର୍ଯ୍ୟରେ ଆପଣ ହାତ ଦେଇଥାନ୍ତି। ନୂଆ ନୂଆ ଲୋକଙ୍କ ସହିତ ଆପଣ ମିଳାମିଶା କରିଥାନ୍ତି ଏବଂ ଏମିତି ଜାଗାକୁ ଆପଣ ଯାତ୍ରା କରିପାରନ୍ତି ଯେଉଁ ଜାଗାକୁ ଆପଣ ପୂର୍ବରୁ କେବେ ଯାଇନଥିବେ। ଏବଂ ଅନଲାଇନ ଡିଜିଟାଲରେ ମଧ୍ୟ ଆପଣଙ୍କର ବହୁତ ଅଧିକ ଇଣ୍ଟରେଷ୍ଟ ରହିଥାଏ ଏବଂ ସାମାଜିକ କାର୍ଯ୍ୟରେ ମଧ୍ୟ ଆପଣ ଅଧିକ ସମୟ ଦେଇଥାନ୍ତି। ତ 30 ମାର୍ଚ୍ଚ ପୂର୍ବରୁ ଆପଣ ଏସବୁ ଜିନିଷ ଆପଣଙ୍କ ନିଜ ଜୀବନରେ ଦେଖିବାକୁ ପାଇବେ। ତେବେ 30 ମାର୍ଚ୍ଚକୁ ଶନି ଆପଣଙ୍କର ଚତୁର୍ଥ ଭାବକୁ ଚଳନ କରିବେ, ଯିଏ ଆପଣଙ୍କର ଦ୍ୱିତୀୟ ଏବଂ ତୃତୀୟ ଭାବର ସ୍ୱାମୀ ଅଟନ୍ତି। ତ ଶନି ଯେତେବେଳେ ଆପଣଙ୍କର ଚତୁର୍ଥ ଭାବକୁ ଆସିବେ ତ ଚତୁର୍ଥ ଭାବ ସହିତ ଜଡିତ କର୍ମ ଗୁଡିକରେ ଆପଣ ଅଧିକ ସମୟ ଦେବେ, ଆପଣ ଅଧିକ ପରିଶ୍ରମ କରିବେ। ସେତେବେଳେ ଆପଣ ନିଜର ଘର ଏବଂ ପରିବାର ବିଷୟରେ ଅଧିକ ଚିନ୍ତା କରିବାକୁ ଲାଗିବେ। ପ୍ରପର୍ଟି ବିଷୟରେ ମଧ୍ୟ ଆପଣ ଅଧିକ ଚିନ୍ତା କରିବେ। ନିଜର ମାଙ୍କୁ ନେଇକି ମଧ୍ୟ ଆପଣ ଅଧିକ ଚିନ୍ତା କରିବେ। କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ କିମ୍ବା ନିଜର କାର୍ଯ୍ୟକ୍ଷେତ୍ରକୁ ନେଇକି ମଧ୍ୟ ଆପଣ ଅଧିକ ଭାବିବେ। ତ ବନ୍ଧୁମାନେ ଶନି ଯେତେବେଳେ ଆପଣଙ୍କର ଚତୁର୍ଥ ଭାବକୁ ଆସିବେ ତ ସପ୍ତମ ଦୃଷ୍ଟିରେ ଆପଣଙ୍କର ଦଶମ ଭାବକୁ ଦେଖିବେ। ତ କ୍ୟାରିୟରରେ ଆପଣଙ୍କର ପରିବର୍ତ୍ତନର ମନୋଭାବ ଆସିବ। ଆପଣ ନିଜ ଚାକିରିରେ ପରିବର୍ତ୍ତନ ଆଣିବାକୁ ଚାହିଁବେ, ଆଗକୁ ବଢିବାକୁ ଚାହିଁବେ। ଆପଣ ଯେଉଁ କାର୍ଯ୍ୟକ୍ଷେତ୍ରରେ ଅଛନ୍ତି ସେଥିରେ ଆପଣ ଖୁସି ହୋଇପାରିବେ ନାହିଁ, ସାଟିସ୍ଫାଏଡ ହୋଇପାରିବେ ନାହିଁ। ତ ଏସବୁ ଶନି ଅଢେଇ ହିଁ ଆପଣଙ୍କ ଭିତରେ ଚେଞ୍ଜେସ୍ ଆଣିବ ଏବଂ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପରିବର୍ତ୍ତନ ମଧ୍ୟ ହୋଇଯିବ। କାରଣ ଆପଣଙ୍କ ମନ ଭିତରେ 70 ରୁ 80% ଏହି ଭାବନା ରହିବ ଯେ ମତେ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ କରିବାର ଅଛି। ତ ବନ୍ଧୁମାନେ ଆପଣ ଯଦି ଭାବୁଛନ୍ତି ଯେ ଶନି ଆପଣଙ୍କର ଚତୁର୍ଥ ଭାବକୁ ଚଳନ କଲା ପରେ ଆପଣଙ୍କର ଯେଉଁ ଶନି ଅଢେଇ ଆରମ୍ଭ ହେବ ତାହା ଆପଣଙ୍କୁ ଅଶୁଭ ଫଳ ଦେବ, ତେବେ ଆପଣ ଭୁଲ ଅଟନ୍ତି। ଶନି ଅଢେଇ ହେଉ କିମ୍ବା ଶନି 7.5 ହେଉ ସର୍ବଦା ଆପଣଙ୍କୁ ଅଶୁଭ ଫଳ ପ୍ରଦାନ କରିନଥାଏ। କେବଳ ଆପଣଙ୍କ ଉପରେ ରେସ୍ପନ୍ସିବିଲିଟି ଅଧିକ ଆସିଥାଏ। ଆପଣଙ୍କ ଉପରେ କାର୍ଯ୍ୟଭାର ବଢିଥାଏ। ଯେଉଁଠାରେ ଆପଣ ରିଲାକ୍ସ ହୋଇ କାର୍ଯ୍ୟ କରୁଥିଲେ ହୁଏତ ସେଠାରେ ଆପଣଙ୍କ ଉପରେ ଟିକେ କାର୍ଯ୍ୟଭାର ଅଧିକ ଆସିପାରେ। ମାତ୍ର ଏମିତି ନୁହେଁ ଯେ ଆପଣଙ୍କର ଗ୍ରୋଥ ହେବ ନାହିଁ। ଆପଣ ଯେତେ ଅଧିକ ପରିଶ୍ରମ କରିବେ ତ ଆପଣଙ୍କର ଗ୍ରୋଥ ମଧ୍ୟ ହେବ। କାରଣ ଗୁରୁଙ୍କର ଦୃଷ୍ଟି ଆପଣଙ୍କର ଏକାଦଶ ଭାବ ଉପରେ ରହୁଛି।
ତ ନିଶ୍ଚିତ ଭାବରେ ଆପଣଙ୍କ ଉପରେ ଯେତେ ରେସ୍ପନ୍ସିବିଲିଟି ଆସିଲେ ମଧ୍ୟ କାର୍ଯ୍ୟଭାର ଆସିଲେ ମଧ୍ୟ ସେହି ହିସାବରେ ଆପଣଙ୍କର ଗ୍ରୋଥ ମଧ୍ୟ ହେବ। ତେବେ ଆପଣ ଏହି ସମୟରେ ଟିକେ ଅଧିକ ଚିନ୍ତାଗ୍ରସ୍ତ ରହିପାରନ୍ତି। ଆପଣଙ୍କର ପ୍ରପର୍ଟିକୁ ନେଇକି ହେଉ, ଆପଣଙ୍କର ଭୂମି ଜମି ଯାନବାହନକୁ ନେଇକି ହେଉ, ଏସବୁକୁ ନେଇକି ଆପଣ ଟିକେ ଅଧିକ ଚିନ୍ତା କରିବେ। କାରଣ ଶନିଙ୍କର ଦୃଷ୍ଟି ଆପଣଙ୍କର ଚନ୍ଦ୍ରମା ଉପରେ ରହୁଛି। ତ ଛୋଟ ଛୋଟ କଥାକୁ ନେଇକି ଆପଣ ବହୁତ ଅଧିକ ଭାବିବେ। ଆପଣଙ୍କ ମଧ୍ୟରେ ଓଭର ଥିଙ୍କିଂ ବଢିଯିବ ଏବଂ ଆପଣଙ୍କର ଡିସିସନ ପାୱାର ମଧ୍ୟ କମ ହୋଇଯିବ। ଯେଉଁ ଜାଗାରେ ଯେଉଁ ଡିସିସନ ନେବା କଥା ଆପଣ ନେଇପାରିବେ ନାହିଁ। କାରଣ ଶନିଙ୍କର ଦୃଷ୍ଟି ଯେବେ ବି ଆମର ଚନ୍ଦ୍ରମାଙ୍କ ଉପରେ ପଡିଥାଏ ତ ଆମ ଭିତରେ ଡିସିସନ ପାୱାର କମ ହୋଇଯାଇଥାଏ ଏବଂ ଓଭର ଥିଙ୍କିଂ ବଢିଯାଇଥାଏ। ତ ଶନିଙ୍କର ଦୃଷ୍ଟି ଆପଣଙ୍କର ଷଷ୍ଠ ଭାବ ଉପରେ ମଧ୍ୟ ପଡିବ, ଯାହା ଫଳରେ ଆପଣଙ୍କର ଯଦି ଶତ୍ରୁ ସଂଖ୍ୟା ବୃଦ୍ଧି ହୁଏ ତେବେ ବି କୌଣସି ଶତ୍ରୁ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ। ତେବେ ଯେତେବେଳେ ଆପଣଙ୍କର ଶନି ଅଢେଇ ଆରମ୍ଭ ହୋଇଯିବ, ଅର୍ଥାତ୍ ଶନି ଆପଣଙ୍କର ଚତୁର୍ଥ ଭାବକୁ ଚଳନ କରିବେ, ତ ଆପଣଙ୍କ ଉପରେ ରେସ୍ପନ୍ସିବିଲିଟି ଅଧିକ ଆସିବ, କାର୍ଯ୍ୟଭାର ଅଧିକ ରହିବ ଏବଂ ଆପଣଙ୍କ ମଧ୍ୟରେ ଓଭର ଥିଙ୍କିଂ ବଢିଯିବ। ତ ବନ୍ଧୁମାନେ, ଶନି ଅଢେଇ ଭିତରେ ଆପଣଙ୍କ ଉପରେ କଣ ସବୁ ପ୍ରଭାବ ପଡିବ, ଆପଣଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ହେବ, ସେ ବିଷୟରେ ଆମର ଚ୍ୟାନେଲରେ ଏକ ଭିଡିଓ ମଧ୍ୟ ଅପଲୋଡ ହୋଇସାରିଛି। ତ ଆପଣ ଚାହିଁଲେ ସେଇ ଭିଡିଓକୁ ମଧ୍ୟ ଆପଣ ଦେଖିପାରିବେ। ଏବେ ଆସନ୍ତୁ ଜାଣିବା ରାହୁ ଏବଂ କେତୁ ଆପଣଙ୍କୁ କେଉଁଭଳି ଫଳ ପ୍ରଦାନ କରିବେ। ତ ବନ୍ଧୁମାନେ, ରାହୁ ଆପଣଙ୍କର ଚତୁର୍ଥ ଭାବରେ ବିରାଜମାନ ଅଛନ୍ତି ଏବଂ କେତୁ ଆପଣଙ୍କର ଦଶମ ଭାବରେ ବିରାଜମାନ ଅଛନ୍ତି। ତେବେ 18 ମେ 2025 କୁ ରାହୁ ଆପଣଙ୍କର ତୃତୀୟ ଭାବକୁ ଚଳନ କରିବେ ଏବଂ କେତୁ ଆପଣଙ୍କର ନବମ ଭାବକୁ ଚଳନ କରିବେ। ତେବେ ଏହା ମଧ୍ୟ ଧନୁ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ବହୁତ ଭଲ ପରିବର୍ତ୍ତନ ଅଟେ, ବହୁତ ବଡ ଏବଂ ବହୁତ ଭଲ ପରିବର୍ତ୍ତନ ଅଟେ। 18 ବର୍ଷ ପରେ ରାହୁ ଆପଣଙ୍କର ତୃତୀୟ ଭାବକୁ ଚଳନ କରିବେ ଏବଂ କେତୁ ଆପଣଙ୍କର ନବମ ଭାବକୁ ଚଳନ କରିବେ। ତ 18 ମେ ପୂର୍ବରୁ ଆପଣ ମାଙ୍କର ସ୍ୱାସ୍ଥ୍ୟରେ ଟିକେ ସମସ୍ୟା ଦେଖିବେ ଏବଂ ଆପଣ ଯାହା ବି କାର୍ଯ୍ୟ ଆରମ୍ଭ କରୁଛନ୍ତି ସେଥିରେ ଆପଣଙ୍କୁ ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡିବ। ତ ବର୍ତ୍ତମାନ ଆପଣ ଏଇଭଳି ସମସ୍ୟା ଦେଇ ଗତି କରୁଛନ୍ତି। ତ 18 ମେ 2025 ପୂର୍ବରୁ ଆପଣଙ୍କର ସୁଖ ସୁବିଧାରେ ରାହୁ ବାଧା ବିଘ୍ନ ସୃଷ୍ଟି କରିବେ। ତ ବନ୍ଧୁମାନେ, କେତୁ 18 ମେ 2025 ପୂର୍ବରୁ ଆପଣଙ୍କର ଦଶମ ଭାବରେ ରହୁଛନ୍ତି। କେତୁ ହେଉଛନ୍ତି ଅତୃପ୍ତ ଗ୍ରହ। ତ ଆପଣ ନିଜର କାର୍ଯ୍ୟ କ୍ଷେତ୍ରରେ କେବେ ବି ସାଟିସ୍ଫାଏଡ ହୋଇପାରିବେ ନାହିଁ। ଆପଣଙ୍କ ମନରେ ସର୍ବଦା ଏକ ଅସନ୍ତୁଷ୍ଟର ଭାବନା ରହିବ ଏବଂ ଆପଣଙ୍କ ଉପରକୁ ଯଦି କୌଣସି କାର୍ଯ୍ୟଭାର ଆସେ ତ ସେଥିପାଇଁ ଆପଣ ଡରି ମଧ୍ୟ ଯାଇଥାନ୍ତି। ଆପଣ ଭାବିଥାନ୍ତି ଯେ ଏହି କାମ ମୁଁ କରିପାରିବି ନାହିଁ। କାମ କରିବା ପୂର୍ବରୁ ହିଁ ଆପଣ ହାର ମାନି ଯାଇଥାନ୍ତି। ବନ୍ଧୁମାନେ, ଏମିତି କୌଣସି ବି କାର୍ଯ୍ୟ ନାହିଁ ଯାହା ମନୁଷ୍ୟ କରିପାରିବ ନାହିଁ। ତାହା କେବଳ ଆପଣର ଚିନ୍ତାଧାରା ଉପରେ ହିଁ ନିର୍ଭର କରିଥାଏ। ଯଦି ଗୋଟିଏ ଛୋଟିଆ କଥାକୁ ବି ଆପଣ ଡରି ଯାଇଥାନ୍ତି ତ ତାହାକୁ ଆପଣ କରିପାରିନଥାନ୍ତି ଏବଂ ଗୋଟିଏ ବଡ କାର୍ଯ୍ୟକୁ ମଧ୍ୟ ଯଦି ଆପଣ କରିବାର ଇଚ୍ଛା ରଖିଥାନ୍ତି ତ ନିଶ୍ଚିତ ଭାବରେ ସେହି କାର୍ଯ୍ୟଟିକୁ ଆପଣ କରିପାରିଥାନ୍ତି। ତ କାର୍ଯ୍ୟଟିକୁ ଆପଣ କରିପାରିବେ ବା କରିପାରିବେ ନାହିଁ ତାହା ଆପଣଙ୍କର ଚିନ୍ତାଧାରା ଉପରେ ହିଁ ସମ୍ପୂର୍ଣ୍ଣ ମାତ୍ରାରେ ନିର୍ଭର କରିଥାଏ। ତେବେ କେତୁ ହିଁ ଆପଣଙ୍କ ମଧ୍ୟରେ ଏସବୁ ଭାବନା ଦେଇଥାନ୍ତି। ଦଶମ ଭାବରେ କେତୁ ଆପଣଙ୍କ ମଧ୍ୟରେ ଆଳସ୍ୟ ଦେଇଥାନ୍ତି। ଆପଣ ବହୁତ ବଡ ବଡ କାମ କରିବା ପାଇଁ ଭାବି ତ ଥାନ୍ତି, ମାତ୍ର ତାହାକୁ ଆପଣ କରିପାରିନଥାନ୍ତି। ତେବେ 18 ମେ ପର୍ଯ୍ୟନ୍ତ ଆପଣଙ୍କୁ ଏଭଳି ପରିସ୍ଥିତି ଦେଇ ଗତି କରିବାକୁ ପଡିବ। ରାହୁ ଯେତେବେଳେ 18 ମେ କୁ ଆପଣଙ୍କର ତୃତୀୟ ଭାବକୁ ଚଳନ କରିବେ ତ ତୃତୀୟ ଭାବରେ ରାହୁଙ୍କର ଅବସ୍ଥିତିକୁ ବହୁତ ଶୁଭ ମାନାଯାଇଥାଏ। ତୃତୀୟ ଭାବରେ ରାହୁ ଆପଣଙ୍କ ମଧ୍ୟରେ ସାହସ ବଢାଇବେ, ଆପଣଙ୍କ ମଧ୍ୟରେ କନଫିଡେନ୍ସ ବଢାଇବେ, ଆପଣଙ୍କୁ ଚାଲାକ ଚତୁର ଏବଂ ଇଣ୍ଟେଲିଜେଣ୍ଟ ବନାଇବେ। ଆପଣଙ୍କ ମଧ୍ୟରେ ଏନର୍ଜି ଲେଭେଲ ମଧ୍ୟ ବହୁତ ଭଲ ରହିବ। ରାହୁ ତୃତୀୟ ଭାବରେ ରହିଲେ 10ଟି ବ୍ୟକ୍ତି ଏକାଠି ମିଶି ଯାହା କରିପାରିବେ ତାହା ଆପଣ ଏକା କରିପାରିବେ। ଯଦି ଆପଣ ଟ୍ରାଭେଲିଂରେ କାର୍ଯ୍ୟ କରୁଛନ୍ତି, ମାର୍କେଟିଂର କାର୍ଯ୍ୟ କରୁଛନ୍ତି, ଅନଲାଇନର କାର୍ଯ୍ୟ କରୁଛନ୍ତି, ଡିଜିଟାଲ କିମ୍ବା ଟେକ୍ନିକାଲର କାର୍ଯ୍ୟ କରୁଛନ୍ତି, ଏସବୁ କାର୍ଯ୍ୟରେ ଆପଣଙ୍କୁ ବହୁତ ଅଧିକ ଶୁଭ ଫଳ ପ୍ରାପ୍ତି ହେବ। 18 ବର୍ଷ ପରେ ରାହୁ ଆପଣଙ୍କର ତୃତୀୟ ଭାବକୁ ଚଳନ କରୁଛନ୍ତି, ଯାହା ଆପଣଙ୍କ ପାଇଁ ଏକ ବରଦାନ ଭଳି ଅଟେ। ତ ଆପଣ ଶନି ଅଢେଇକୁ ସମ୍ପୂର୍ଣ୍ଣ ମାତ୍ରାରେ ଭୁଲି ଯାଆନ୍ତୁ। ଆପଣଙ୍କର କେବଳ ରେସ୍ପନ୍ସିବିଲିଟି ଏବଂ କାର୍ଯ୍ୟଭାର ବଢିବ ଏବଂ ଏସବୁକୁ ଆପଣ ବହୁତ ଭଲ ଭାବରେ ମଧ୍ୟ କରିପାରିବେ। ତ ନିଶ୍ଚିତ ଭାବରେ ଏହି ବର୍ଷ ଆପଣଙ୍କର ଗ୍ରୋଥ ଆସିବ। ସେଥିପାଇଁ ଆପଣ କେବଳ ଏଇ ସବୁ କଥାରେ ଫୋକସ କରନ୍ତୁ ଏବଂ ଶନି ଅଢେଇକୁ ଆପଣ ସମ୍ପୂର୍ଣ୍ଣ ମାତ୍ରାରେ ଭୁଲି ଯାଆନ୍ତୁ।
ଏବଂ କେତୁ ଯେତେବେଳେ ଆପଣଙ୍କର ନବମ ଭାବକୁ ଆସିବେ ତ ଆପଣଙ୍କୁ ଗଭୀର ଆଧ୍ୟାତ୍ମିକତା ପ୍ରଦାନ କରିବେ। ତେବେ ଧ୍ୟାନ ରଖନ୍ତୁ ଯେ ପିତାଙ୍କ ସହିତ ଆପଣ ଯେଭଳି କୌଣସି ପ୍ରକାରର ଆର୍ଗୁମେଣ୍ଟ ନ କରନ୍ତି। ତେବେ ବନ୍ଧୁମାନେ ଆସନ୍ତୁ ଜାଣିନେବା କିଛି ପ୍ରତିକାର ବିଷୟରେ, କିଛି ଉପାୟ ବିଷୟରେ, ଯେଉଁ ଉପାୟ ଗୁଡିକ ପାଳନ କରିବା ଦ୍ୱାରା ଏହି ବର୍ଷ ଆସୁଥିବା ଅଶୁଭତ୍ୱ ଗୁଡିକ ଖଣ୍ଡନ ହୋଇପାରିବ ଏବଂ ଆପଣଙ୍କୁ ଅଧିକ ଶୁଭତ୍ୱ ପ୍ରାପ୍ତି ହୋଇପାରିବ। ତ ସର୍ବପ୍ରଥମେ ପ୍ରତ୍ୟେକ ଦିନ ଆପଣ ଗୁରୁଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ଉଦିତ ସୂର୍ଯ୍ୟଙ୍କୁ ତମ୍ବ ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଆପଣଙ୍କୁ ଅଧିକ ଶୁଭତ୍ୱ ପ୍ରାପ୍ତି ହେବ। ତେବେ ବନ୍ଧୁମାନେ ଆପଣମାନଙ୍କର ଜୀବନ ମଙ୍ଗଳମୟ ହେଉ। ଧନ୍ୟବାଦ। ଜୟ ଜଗନ୍ନାଥ। ରାଧେ ରାଧେ।